ତିନି ଜିଲ୍ଲାରେ ପ୍ରବଳ ବର୍ଷିବ, ରୁହନ୍ତୁ ସତର୍କ। ଉପର ମୁଣ୍ଡରେ ଅବପାତ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏବେ ଏହା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ରେ ରହିଛି। ପାଣିପାଗ ବିଭାଗର ପୂର୍ବ ଅନୁମାନ ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ କେତେକ ଅଞ୍ଚଳରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ 18 ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ଆଶଙ୍କା ରହିଛି। ଅପରପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ ସବୁଠାରୁ ଅଧିକ 182 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପାନପୋଷରେ 123 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ରାଜଗାଙ୍ଗପୁରରେ 107.6 ମିଲିମିଟର ଏବଂ ମୁଦ୍ରା ଡ୍ୟାମ୍ରେ 100.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣି ଛାଡ଼ି ଛାଡ଼ୁ ମିଳିବ କ୍ଷତିପୂରଣ, ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ଦେଲେ ପ୍ରତିକ୍ରିୟା। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବ୍ରାହ୍ମଣୀ ସତର୍କ ସଂକେତ ଉପରେ ଆକୁଆପଦାରେ ବୈତରଣୀ ସ୍ଥିର ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜଘାଟ ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁରର ସର୍ବାଧିକ 46ଟି ଗାଁ, 14 ପଞ୍ଚାୟତ ପ୍ରବାହିତ ହେଉଛି। ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାପ ବିପଦକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ବନ୍ୟାରେ ମୃତାହତ ଖବର ନାହିଁ, ହେଲେ ବେଶୀ ସମୟ ପାଣିରେ ରୁହନ୍ତୁ ନାହିଁ, କାରଣ ସାପ ବିପଦ ରହିଛି। ଆଶ୍ରୟସ୍ଥଳୀକୁ ପଳାଇ ଆସନ୍ତୁ। ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡ଼ୁ ଛାଡ଼ୁ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସ୍କୁଲ, କଲେଜ, ଅଙ୍ଗନବାଡି ଛୁଟି। ଭୀଷଣ ବର୍ଷା ଓ ବନ୍ୟା ପାଇଁ ଜିଲ୍ଲାପାଳଙ୍କ ଘୋଷଣା। ପୁଣି ସ୍କୁଲ ଛୁଟି ଘୋଷଣା। ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ବିଶେଷ କରି ଉତ୍ତର ଓଡ଼ିଶାର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରବଳ ବର୍ଷାକୁ ନେଇ ବ୍ୟତିବ୍ୟସ୍ତ ଲୋକେ ହୋଇପଡ଼ିଛନ୍ତି। ତଳିଆ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇଛି, କାରଣ ନଦୀଗୁଡ଼ିକ ଫୁଲିଛି ଆଉ ବନ୍ୟା ଭୟ ଏବେ ଲୋକଙ୍କୁ ଛାନିଆ କରୁଛି। ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ କିଛି ସ୍ଥାନରେ ନଦୀରେ ଘାଇ ସୃଷ୍ଟି ହୋଇ ଶହ ଶହ ଗାଁରେ ପାଣି ପଶିଲାଣି। ନଦୀଗୁଡ଼ିକ ଫୁଲୁଥିବାରୁ ବନ୍ୟା ଆଶଙ୍କା ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି। ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି କେନ୍ଦୁଝର ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ 5 ବ୍ଲକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଉଗ୍ର ରୂପ ନେଉଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହିଳାଙ୍କ ପାଇଁ ବଡ଼ ସୂଚନା, ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଅଗଷ୍ଟ 28 ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନାର ଟଙ୍କା ପଠାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୟାଗଡ଼ରେ ଏନେଇ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ଅବସରରେ ରାଜ୍ୟର 1 କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ଦିଆଯାଉଛି। ବିଶେଷ କଥା ହେଉଛି, ପ୍ରଥମ ଥର ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ମିଳିବ। ଏଭଳି ଆବେଦନକାରୀଙ୍କୁ ପୂର୍ବ କିସ୍ତି ସହ ମୋଟ 5ଟି କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଇଛି। ତେବେ ରକ୍ଷାବନ୍ଧନ ଅବସରରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସୁଭଦ୍ରା ଟଙ୍କା ପ୍ରଦାନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବୋଟ୍ରେ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କ ସହ କଲେ ଆଲୋଚନା। ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ। ବୈତରଣୀ ନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଦଶରଥପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ବ୍ଲକର ଅନେକ ସ୍ଥାନରେ ଘାଇ ଓ ବନ୍ଧ ଧସିବା ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶିଛି। ଜୟନ୍ତରା ମହାପାତ୍ର ସାହି ନିକଟ ଘେରି ବନ୍ଧରେ ପ୍ରାୟ 120 ଫୁଟର ଘାଇ ହୋଇଛି। ସେପରି କାଣି ନଦୀର ତରପଦା ପଞ୍ଚାୟତର
डोभाबिल और पाटना निकट में घाई सृष्टि होइछि। घाई दे बन्या जल प्रवाहित होइबारु दशरथपुर ब्लॉक 19 पंचायत 59 राजस्व गाँ प्रवाहित होइछि। प्राय 90,864 जन लोक बन्या प्रवाहित होइतिबा बेले 38,725 जन को पानी घेररू उद्धार करा जायछि। आश्रय स्थली रे लोकंकु सुखिला और रंधा खाद्य जोगाई दिया जाउछि। अन्यपटे दुदुरा अंटा पंचायत कुंवर साही निकट रे बैतरणीर मुख्य बंध प्राय 100 फुट लंब और 30 फुट चौड़ारे धसिछि। पाटना निकट रे मध्य दुटी स्थान रे बंध धसिछि। एपरि स्थिति रे दशरथपुर अग्निशम बाहिनी पानी घेରରେ ओ घर छात उपरे फसी रहितबा लोकंकु उद्धार करुछन्ति। विपद संकेत उपरे बैतरणी पुणी बन्या भय बढ़ुछि। बैतरणी नदीर जलस्तर उपरमुंडरे लगाण वर्षा जोगु केन्दुझर जिला आनंदपुर बैतरणी नदी एवं विपद संकेत उपरे प्रवाहित होउछि। तेबे नदीर जलस्तर विपद सीमा टपिथिबा सूचना मिलिछि। बैतरणीर उपरमुंडरे प्रबल वर्षा होइतिबारु नदीर जलस्तर द्रुत गति बढ़ुछि। चंपुआरे 221.4 मिलीमीटर एवं सांबपाटना 97.4 मिलीमीटर वर्षा रेकर्ड होइछि। एही वर्षा जल बैतरणी रे मिशिबा परे तळ मुंडरे जलस्तर आहुरी बढ़िबा आशंका अछि। एपटे लगाण वर्षा और नदीर बढ़ुतबा जलस्तर को नै हाटडीही ब्लॉक रो तळिया अंचल रे चिंता बढ़िछि। चलित वर्षा ऋतु रे एही अंचल रे तृतीय थर पई बन्या आसिबार आशंका करा जाउछि। तळिया अंचलर लोके एबे नदीर जलस्तर उपरे नजर रखिछन्ति। प्रशासन पक्षरु मध्य स्थिति उपरे नजर रखा जायछि। गस्त रिपोर्ट देउनाहांती बाबू रागिगले कृषि मंत्री। राज्य स्तरीय हर्टिकल्चर बा उद्यान कृषि ऑफिसर सम्मेलन रे अधिकारी मानक कार्यशैली को नहीं प्रबल वर्षिछन्ति उपमुख्यमंत्री तथा कृषि मंत्री कनक वर्धन सिंहदेव। कृषि भवन रे आयोजित इस सम्मेलन रे अधिकारी मानक बेपरुआ मनोभाव और कार्य प्रणाली को नहीं से कड़ा असंतोष व्यक्त करछन्ति। उद्यान कृषि संपर्कित विभिन्न अध्ययन और प्रशिक्षण पई देश तथा विदेश गस्तरे जाउथिबा अधिकारी माने फेरिबा परे कोनोसी रिपोर्ट दाखल करुनथिबारु मंत्री विरक्ति प्रकाश करथिले। तेबे सरकार को अंधार रे रखंतु नाही, संपूर्ण रिपोर्ट प्रदान करंतु। राज्य सरकार कोनोसी रबर स्टाम्प नुहंती कि मु मध्य रबर स्टाम्प नुहे। तुमे सरकार चलाउ ना, आमे सरकार चलाउछु। जे नियम मानिब नाही से सीधा घर को पळाइबे। राज्य रे 58टी कोल्ड स्टोरेज निर्माण पाई पूर्व घोषणा करा जायतिला। तेबे सम्मेलन में वर्तमान सुधा मात्र पुरी ठारे गोटे कोल्ड स्टोरेज निर्माण हेबाकु जाउथबा नै अधिकारी माने सूचना देबा परे मंत्री अधिक उत्क्षिप्त होई पड़थिले एवं कार्यर मंथर गति को नै कड़ा शब्द रे तागिद करथिले। एलपीजी ग्राहक सावधान, आजिठू बढ़िबो कि सिलिंडर दाम तुरंत करंतु एही दुईटी काम। एलपीजी ग्राहक सावधान, एठारू बढ़िबो एलपीजी दर, किंतु यहाँ पूर्वरु आपण माने ई केवाईसी कराई नियंतु। ई केवाईसी नकले बढ़ी पारे खर्च। एलपीजी ग्राहक हुअंतु सतर्क। घरे बसी करंतु एलपीजी ई केवाईसी, नहले अटकी पारे सब्सिडी। ग्राहकंको पाई बड़ अपडेट, तुरंत करंतु एही दुई काम। जदि आपणको घरे एलपीजी कनेक्शन रहिछि तेबे एही खबर को आदौ अणदेखा करंतु नाही। गैस कनेक्शन रो ई केवाईसी को नै उपभोक्तांको पाई आसीछि एक गुरुत्वपूर्ण अपडेट। अगस्ट 16 डेडलाइन पूर्वर ई केवाईसी नकले सब्सिडी सुविधा प्रभावित हो पारे। ए गैस सिलिंडर पाई अधिक टंका देबाकू पड़ी पारे। तेबे घरे बसी मोबाइल रे ई केवाईसी कराई नियंतु। पेट्रोलियम मंत्रालय अनुसार जो एलपीजी ग्राहकंकर बायोमेट्रिक आधार ऑटो ऑथेंटिकेशन बा ई केवाईसी ए पर्यंत होई नै से माने एहा पूरा करिबा आवश्यक। तेबे घरे बसी मध्य एही प्रक्रिया करा जाय परिबो। घरे बसी ई केवाईसी कराबा पई प्रथमे निज एलपीजी कंपनी रो ऑफिशियल मोबाइल ऐप व्यवहार करंतु। रजिस्टर मोबाइल नंबर रे ओटीपी माध्यम रे लॉगिन करंतु। एहा परे एलपीजी कनेक्शन रे ई केवाईसी किंबा आधार ऑथेंटिकेशन विकल्प खोजंतु। आवश्यक हेले आधार फेस आरडी ऐप रो सहायता रे फेस स्कैन करी बायोमेट्रिक ऑथेंटिकेशन पूरा करि परिबे। चाषी भाई और भौणी खाता को आसबो 4000 टंका। सीएम किसान रो परवर्ती किस्ती को अपेक्षा करथिबा चाषी को पई आसला खुशी खबर। खूब शीघ्र तांको खाता को आसबा को जाउछि 4000 टंका। तेबे सीएम किसान रो परवर्ती किस्ती टंका केबे आसीबो ताकू नै चर्चा लागि रहितला। पीएम किसान रो 23तम किस्ती चाषी को खाता को आसी सारिबा पळे सीएम किसान रो परवर्ती किस्ती केबे आसीबो ताकू नै अनेक चाषी अपेक्षा कर रहितले। तेबे गणमाध्यम रिपोर्ट अनुसार खूब शीघ्र चाषी खाता को 4000 टंका आसबो। तेबे एही टंका अगस्ट लास्ट किंबा सेप्टेम्बर प्रथम सप्ताह हिताधिकारी खाता को आसीपारे बोली चर्चा होछि। किंतु एने सरकार पक्षरु एजबत कोनोसी तारीख घोषणा करा जाय नै। सरकार पक्षरु तारीख घोषणा
କଲା ପରେ ହିଁ ଜଣାପଡ଼ିବ କେବେ ଚାଷୀଙ୍କ ଖାତାକୁ ଟଙ୍କା ଆସିବ। ତେବେ ରାଜ୍ୟ ସରକାର ଚାଷୀଙ୍କୁ 2ଟି ପର୍ଯ୍ୟାୟରେ ଟଙ୍କା ପ୍ରଦାନ କରିଥାନ୍ତି। ପ୍ରତି ପର୍ଯ୍ୟାୟରେ 2000 ଟଙ୍କା ଲେଖାଏଁ ପ୍ରଦାନ କରିଥାନ୍ତି। ତେବେ ପ୍ରଥମ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ଏବଂ ଦ୍ୱିତୀୟ କିସ୍ତି ଟଙ୍କା ନୂଆଖାଇରେ ଚାଷୀଙ୍କ ଖାତାକୁ ଆସିଥାଏ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ଭତ୍ତା ଏବଂ ପେନ୍ସନ୍ ଟଙ୍କାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ମିଳିବା ହେଲା ସହଜ। ବାଦ୍ ପଡ଼ିଥିବା 6 ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ମିଳିବ ପେନ୍ସନ୍। ଏନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ ଆଉ କାହାରିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମଧୁବାବୁ ପେନ୍ସନ୍ ଯୋଜନାରେ ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ। ହିତାଧିକାରୀ ମୃତ୍ୟୁବରଣ କଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି। ବାଦ୍ ପଡ଼ିଥିବା 6 ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନ୍ସନ୍ ମିଳିବ। ପୂର୍ବ ସରକାର ଏନେଇ ଅନ୍ୟାୟ କାର୍ଯ୍ୟ କରିଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସମସ୍ତ ଭତ୍ତା ହିତାଧିକାରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର, ଯାହାକି ହିତାଧିକାରୀଙ୍କୁ ଖୁସି କରିଦେଇଛି। ରାଜ୍ୟର ଭତ୍ତା ହିତାଧିକାରୀମାନଙ୍କର 3000 ଟଙ୍କା ବୃଦ୍ଧି ପାଇବ। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଅଗଷ୍ଟ 25 ତାରିଖରୁ ଭତ୍ତା ରାଶି 3000 ଟଙ୍କା ବୃଦ୍ଧି କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏହି ଭତ୍ତା ବୃଦ୍ଧି ପରେ ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ଭତ୍ତା ହିତାଧିକାରୀମାନେ ପୂର୍ବ ଅପେକ୍ଷା ଅଧିକ ସହାୟତା ରାଶି ପାଇପାରିବେ। ସରକାର କହିଛନ୍ତି, ଦେଶରେ ବଢ଼ୁଥିବା ସମସ୍ତ ସାମଗ୍ରୀର ମହଙ୍ଗାକୁ ଲକ୍ଷ୍ୟରେ ରଖି ହିତାଧିକାରୀଙ୍କ ଜୀବନଯାପନକୁ ସହଜ ଏବଂ ସରଳ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବୃଦ୍ଧି ପାଇବାକୁ ଥିବା ଟଙ୍କା ଡିବିଟି ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ, ଯାହାକି ଭତ୍ତା ହିତାଧିକାରୀଙ୍କୁ ଖୁସି କରିଦେଇଛି। ତେବେ ଯଥାଶୀଘ୍ର ଇକେୱାଇସି କମ୍ପ୍ଲିଟ୍ କରନ୍ତୁ ଏବଂ ସରକାରଙ୍କ ସବୁ ଯୋଜନାରେ ସାମିଲ ହୁଅନ୍ତୁ। ଏଥିସହିତ ଭତ୍ତା ଟଙ୍କା 3000 ଟଙ୍କା ପାଆନ୍ତୁ।